ପୂଜା ଆମର ବଳଦେବ ଅଛନ୍ତି ତୁଳସୀ କ୍ଷେତ୍ରରେ କେନ୍ଦ୍ରାପଡ଼ା ତୁଳସୀ କ୍ଷେତ୍ର କିନ୍ତୁ ପୁରୀ ସିଏ ହଉଛନ୍ତି ତୁଳସୀ କ୍ଷେତ୍ର ତୁଳସୀର ପୂଜା ଅଛି ଆଦର ଅଛି ସେଠି ରହିଛି କଳ୍ପବଟ ଆପଣ ଦେଖିବେ ଯମୁନା କୂଳରେ ଗୋଟିଏ ବଟବୃକ୍ଷ ଅଛି ବଂଶୀ ବଟ ନୈମିଷାରଣ୍ୟରେ ଭାରତ ବର୍ଷର ସବୁଠାରୁ ପୁରୁଣା ବରଗଛଟିଏ ଅଛି ଯାହାର ନାମ ହେଉଛି ଅକ୍ଷୟ ବଟ ସେଥିପାଇଁ ବୈଷ୍ଣବ ମାନେ ଯେତେବେଳେ ପଙ୍ଗତ କରନ୍ତି କି ଜୟଧ୍ୱନି ଦିଅନ୍ତି ସେତେବେଳେ କଳ୍ପବଟ କି ଜୟ ବାଂଶା ବଟ କି ଜୟ ବଂଶୀ ବଟ କି ଜୟ ଅକ୍ଷୟ ବଟ କି ଜୟ ଲୋକମାନେ ବିଗିଡ଼ନ୍ତି କ'ଣ ଆମ ଭାତ ସବୁ ଥଣ୍ଡା ହେଇଗଲାଣି ଇଏ ଏତେ ଜୟ କ'ଣ କରୁଛନ୍ତି କିନ୍ତୁ ଏଇ ଜୟଧ୍ୱନି ଭିତରେ ଆପଣ ସମଗ୍ର ଭାରତ ବର୍ଷକୁ ବର୍ଣ୍ଣନା କରୁଛନ୍ତି ଏଇଟା ଆପଣ ଜାଣିନା ଆପଣ ଦେଖିବେ ବ୍ରାହ୍ମଣ ଗୋଟେ ଲୋଟାରେ ପାଣି ଆଣିଲେ ଢାଳରେ ପାଣି ଆଣିଲେ ଆଉ ଅଙ୍କୁଶ ମୁଦ୍ରା ଦିଏ କଲେ ସେ ଅଙ୍କୁଶ ମୁଦ୍ରା କରିକିରି ମତ୍ସ୍ୟ ମୁଦ୍ରା ଦିଏ କଲେ ଏଇ ଅଙ୍କୁଶ ମୁଦ୍ରା ମତ୍ସ୍ୟ ମୁଦ୍ରା ମାଧ୍ୟମରେ ସେ କହୁଛନ୍ତି ଗଙ୍ଗେଶ ଯମୁନେଶ୍ୱୈବ ଗୋଦାବରୀ ସରସ୍ୱତୀ ନର୍ମଦେ ସିନ୍ଧୁ କାବେରୀ ଜଳେସ୍ମିନ୍ ସନ୍ନିଧ ଭବ କୁରୁକ୍ଷେତ୍ର ଗୟା ଗଙ୍ଗା ପ୍ରଭାସ ପୁଷ୍କରାଣି ଚ ଏତାନି ପୂର୍ଣ୍ଣ ତୀର୍ଥାନି ଜଳେସ୍ମିନ୍ ସନ୍ନିଧ ଆପଣ ଦେଖନ୍ତୁ ଆମେ 10 ମାଣ କୂଳେ ପାଣି ଢାଳକୁ ଧରି ଅଭିମନ୍ତ୍ରଣ କରୁଛୁ ଜଳ ଶୋଧନ କରୁଛୁ ଭାରତ ବର୍ଷର ସବୁ ତୀର୍ଥକୁ ଆମେ ଡାକୁଛୁ ତମେ ମାନେ ଆସିକିରି ଏଇ ପାଣି ଢାଳ ଭିତରେ ପଶ ଗଙ୍ଗା ଯମୁନା ଗୋଦାବରୀ ନର୍ମଦା ସିନ୍ଧୁ କାବେରୀ ଇତ୍ୟାଦି ଯଦି ଏ ବିଶ୍ୱାସ ଆମର ଅଛି ଆମେ ଯୋଉଠି ତୀର୍ଥରାଜ ମାନଙ୍କୁ ସ୍ମରଣ କଲେ ତୀର୍ଥରାଜ ମାନେ ନିଶ୍ଚିତ ପହଞ୍ଚିବେ ସେଇ ବିଶ୍ୱାସ ଆମର ରହିବା ଦରକାର ଆପଣ ଦେଖିବେ କାର୍ତ୍ତିକ ମାସରେ ଗୋଟେ ମଉଳା ଶ୍ରାଦ୍ଧ ହୁଏ କାଉଁରିଆ କାଠି ଜାଳି କୁହାଯାଏ ବଡ଼ ବଡ଼ୁଆ ହୋ ଅନ୍ଧାରରେ ଆସ ଆଲୁଅରେ ଯାଅ ये सबू कथार गोटे गोटे तत्व रही अज्ञान होउची अंधार ज्ञान होउची आलोक एटी इलेक्ट्रॉनिक बल्ब लगी एटी जो अंधार थिला ये अंधार वर्तमान आउ नाही सेमती आम मान जीवन भितर अंधार होउची अज्ञान अज्ञान रूपक अंधकार को किए शोधन करिवे ज्ञान रूपी आलोक से आम गुरुदेव उद्देश्य पढ़ू अज्ञानं तिमिरान्धस्य ज्ञानाञ्जन शलाकाय चक्षुर्मिलितं येन तस्मै श्री गुरवे नमः। तेणु सज्जन यही भाव आमर सनातन धर्मर प्रतिटी पर्वपर्वाणी ये अत्यंत महान सावित्री ओषा बाट ओषा यही अनेक ओषा मु भी भूली गले अनेक ओषार ना
ଶାମ୍ବ ଦଶମୀ ଇଏ ସବୁଗୁଡ଼ିକ ହେଉଛି ସମଗ୍ର ବିଶ୍ୱର ଶାନ୍ତି ପାଇଁ ଉଦ୍ଦିଷ୍ଟ। ଆମେ ଏଠି ଦଶମାଣ କୂଳ ବିଚାରମଣିଙ୍କ ପାଖରେ ଆମେ କେତୋଟି ଗାଁର ଲୋକମାନେ ଏଠି ଆମେ ବସିଛେ, କିନ୍ତୁ ଆମେ ଏଠି ବସି ଯେଉଁ ପ୍ରାର୍ଥନା କରୁଛେ, ଯେଉଁ ନାମ କୀର୍ତ୍ତନ କରୁଛେ, ଇଏ ସମସ୍ତ କଥା ବିଶ୍ୱ ଶାନ୍ତି ପାଇଁ ଉଦ୍ଦିଷ୍ଟ। ଏଠି ସମଗ୍ର ଭାରତ ବର୍ଷ ଇଏ ଯଜ୍ଞ ଭାରତ ବର୍ଷର, ଇଏ ଯଜ୍ଞ ବିଶ୍ୱ ଶାନ୍ତିର। ସାଇନ ବୋର୍ଡରେ ଲେଖିଦେଲେ ହବନି ବିଶ୍ୱ ଶାନ୍ତି ଯଜ୍ଞ। ଲେଖା ହେଇଥିବ ବିଶ୍ୱ ଶାନ୍ତି, ତା ଭିତରେ ଚାଲିଥିବ ଦଳ ବଦଳ, ମାଡ଼ଗୋଳ ଆଉ ବାରିଆ ପିଟା, ଏଇଆ ଆଉ। କିନ୍ତୁ ପ୍ରକୃତରେ ବିଶ୍ୱ ଶାନ୍ତି এইଭଳି ସତସଙ୍ଗ ଯେଉଁଠି ବିଶ୍ୱ ଶାନ୍ତି ଯଜ୍ଞ ସହିତ। ତୁଳସୀ ଦାସ ଗାଇଲେ ବିନୁ ସତସଙ୍ଗ ବିବେକ ରାମ বিনু সতসঙ্গ বিবেক রাম কৃপা। ଆପଣ ପାଠ ପଢି ବହୁତ ସାର୍ଟିଫିକେଟ ହାସଲ କରିବେ। ଭାଗବତର ଧ୍ରୁବ କୋଉ ଜାଗା ପଢିଥିଲେ? ପ୍ରହ୍ଲାଦ କିଛି ଦିନ ଗୁରୁକୁଳ ଆଶ୍ରମରେ ପଢିଥିଲେ। ଆଚ୍ଛା, ଇଏ ତ ଗଲା ପୁରାଣ କଥା। ଆମ ଜଗନ୍ନାଥଙ୍କ ଦର୍ଶନରେ ଦାସିଆ ବାଉରୀ, ସେ ହଳ ବୁଲେଇବା ଲୋକ। ଆଜି ତା ନାଁ ଅଚ୍ଛବ ଦାସିଆ ନୁହେଁ, ଭକ୍ତ ଦାସିଆ। ତେଣୁ ସଜ୍ଜନ, ଏଠି ଆମର ଯୋଉ ଗାଁ ଗହଳିର ମା ମାନେ, ଝିଅ ମାନେ, ପୁଅ ମାନେ, ଯୁବକ ମାନେ, ବୟସ୍କ ବ୍ୟକ୍ତି ମାନେ, ଗୁରୁଜନ ମାନେ, ଲଘୁଜନ ମାନେ, ଏଇଠି ଯୋଉ ବସିକିରି ଆମେ ସତସଙ୍ଗଟିଏ କରୁଛେ କିଛି ସମୟ ପାଇଁ, ଏଇ ସତସଙ୍ଗ ଇଏ ଭଗବାନଙ୍କ ପାଖରେ ଯାଇ ଏ ବାଣୀଟା, ଇଏ ନାଦ ସେ ଯାଇକି ପହଞ୍ଚି ଯାଉଛି କ୍ଷୀରାବ୍ଧି ସମୁଦ୍ରରେ, ଅନନ୍ତଙ୍କ ପଦାବ୍ଜରେ। ଗୀତଟିଏ ଲେଖିଛି, ପଦେ ପଢୁଛି। ଶବ୍ଦ ଭେଦ উঠে ক্ষীরাব্ধি শব্দ ভেদি ଗଜ ଡାକିଲା। ସେତେବେଳେ କଣ ମୋବାଇଲ ଫୋନ ଥିଲା? ଲକ୍ଷେ ଯୋଜନ ଗଜ ଡାକ ଦେଲା। ଆଚ୍ଛା, ମୋବାଇଲ ଫୋନ ନଥିଲା, ସିଏ ଗଙ୍ଗା ଗଣ୍ଡୁକି ନଦୀରେ ପାଣି ପିଇବାକୁ ଯାଇଥିଲା। ଗଣ୍ଡୁକି ନଦୀରେ ପାଣି ପିଇଲା ବେଳେ କୁମ୍ଭୀର ତାକୁ ଧଇଲା,
ସେ ଡାକିଲା, ତାକୁ ପୁଣି ଶୁଣିଲେ କେମିତି? ଆମ ଡାକ କାହିଁ ଶୁଣିବେନି? ଆମେ ଏମିତି କଣ ତାଠାରୁ ଆହୁରି ପାପି? ଘୋର ବନସ୍ତେ ଡାକ ମୁର୍ଗୁଣୀଟିଏ ତା ପେଟ ଭିତରେ ରହିଛି ଛୁଆଟିଏ, ଦି ପାଖରେ ରହିଛନ୍ତି ଆଉ ଦୁଇଟି ଛୁଆ। ଏ କେତେ ଜଣ ହେଲେ? ମୁର୍ଗୁଣୀ ଏକ, ଦୁଇ ପାଖରେ ଦୁଇ ପିଲା, ତିନି ଗର୍ଭସ୍ଥ ଶିଶୁ, ସିଏ ହେଲେ ଚାରି। ଇଏ ବନସ୍ତରେ ଚଳୁଥିଲା। ବ୍ୟାଧ ସିଏ କଣ କଲା? ଗୋଟାଏ ପଟରେ ଜାଲ ଟାଙ୍ଗିଦେଲା, ଆଉ ଗୋଟାଏ ପଟରେ ନିଆଁ ଜାଳିଲା, ଆଉ ଆର ପାଖରେ କୁକୁର ମାନଙ୍କୁ ଜଗେଇଲା, ଗୋଟାଏ ପକ୍ଷରେ ସମ୍ମୁଖ ଭାଗରେ ସର ଧରି ନିଜେ ରହିଲା। ଆଚ୍ଛା, ଆମେ ମାନେ ଏଠି ଯେତେ ବହିଛେ ବର୍ତ୍ତମାନ ଆମେ ଆମ ନିଜକୁ ଭାବିବା, ଆମେ ବି ସମସ୍ତେ ମୁର୍ଗୁଣୀ। ଆମ ଅନ୍ତର ଭିତରେ ରହିଛି ଭକ୍ତି ରୂପକ ସନ୍ତାନ, ତେଣୁ ଆମେ ମୁର୍ଗୁଣୀ। ଆପଣ କାଳେ ଭାବିବେ ଆମେ ତ ସବୁ ପୁରୁଷ ବଇଛୁ, କଣ ସମସ୍ତେ ମୁର୍ଗୁଣୀ ମାଇ ମୁର୍ଗୁଣୀ ହେଇଗଲୁ? ଏ ଜଗତ ଯାକ ତାଙ୍କରି ବ୍ରହ୍ମାଣ୍ଡ ନାଥ। ମୁଁ ବେଶୀ ତାକୁ ଲମ୍ବେଇକିରି କହୁନି, ଏତିକି କହୁଛି ଇଏ ଜଗତ ଯାକ ତାଙ୍କରି ରମଣୀ, ଆମେ ମାନେ ସମସ୍ତେ ତାଙ୍କର ନାରୀ। ପୁରୁଷ ଏକମାତ୍ର ସେଇ ବ୍ରହ୍ମ, ସେଇ ପରମାତ୍ମା ଏକମାତ୍ର ପୁରୁଷ। ବର୍ତ୍ତମାନ ଆମେ ହଉଛୁ ମୁର୍ଗୁଣୀ, ଆମ ଭିତରେ ଅଛି ଭକ୍ତି ରୂପକ ଛୁଆଟି। ଦି ପାଖରେ ଅଛନ୍ତି କିଏ? ଗୋଟାଏ ପାଖରେ ଅଛି କର୍ମ, ଆଉ ଗୋଟାଏ ପଛରେ ଅଛି ଜ୍ଞାନ। ଆପଣ ଏଠି ବହିଛନ୍ତି, ଆପଣଙ୍କ ମନ ଭିତରେ ରହିଛି ଭକ୍ତି, କିନ୍ତୁ ରାତି ଯାକ କଣ ବସିବେ? କାଲି କଣ ଦିନ ଯାକ ବସିବେ? ପୁଣି ରାତି ପାଇବ, ଆପଣ କର୍ମ କରିବା ପାଇଁ ତତ୍ପର ହେବେ। ପୁଣି କର୍ମକୁ ଠିକ ଭାବରେ କରିବା ପାଇଁ ଜ୍ଞାନର ଆଶ୍ରୟ ନେବେ। ତେଣୁ କର୍ମ, ଜ୍ଞାନ, ଭକ୍ତି, ଇଏ ତିନୋଟିର ସମାହାର ହଉଛି ଆମର ପ୍ରତ୍ୟେକ ଜୀବନ। ମୁଁ ମଧ୍ୟ, ଆପଣମାନେ ମଧ୍ୟ। ଆଚ୍ଛା ସଜ୍ଜନ, ଆମେ ଏମିତି ଗୋଟାଏ ଭଲ ଜୀବନଟା ପାଇଛୁ, କିନ୍ତୁ ଗୋଟେ ଶିକାରୀ ଆମକୁ କେମିତି ଶିକାର କରୁଛି ଦେଖନ୍ତୁ। ଆମର ପିଲାଦିନେ ଆମେ ପଢୁଥିଲୁ, ଅରଣା ମଇଁଷି ରହିଛି ଅନାଇ, ମଇଁଷିର ପାଖ ଆମେ ଯୋଉ ମଇଁଷି ବୋଲି କହୁଛୁ, ତାକୁ ଦେଖିଲେ ଆମେ ଭାବୁଛୁ ଆମେ ରାତିରେ ମଇଁଷି ସ୍ୱପ୍ନ ଦେଖିଲେ ମରିବୁ, ଆଉ ଆମର କିଏ ମରିବ? ଆଉ କଣ ମଇଁଷିଟା ଏତେ ଅମଭଳିଆ?
ତମେ ତାକୁ ଅମଙ୍ଗଳିଆ ଭାବିଲେ ତା ପ୍ରଭୁ ତମକୁ ନିଶ୍ଚୟ ନବ। ତା ପ୍ରଭୁ କିଏ? ଯମ। ଯମର ବାହନ ହଉଛି ମଇଁଷି। ଆଉ ମଇଁଷିକି କଣ ଗୁଣା କରୁଛ? ତେଣୁ ଯାହା ହଉ ବହୁ ବର୍ଷ ପୂର୍ବେ ଏଇ ଗ୍ରାମର ଗୋପାଳ ସାହିରୁ ଗୋଟେ ବାର୍ତ୍ତା ଆସିଥିଲା ଯେ ଆମେ ମଇଁଷି ଗୋଠରେ ବାବା ବଳିଆର ଗୋଟେ କାର୍ଯ୍ୟକ୍ରମ କରିବା। ବହୁ ବର୍ଷ ପରେ ଆଜି ମଇଁଷି ଗୋଠରେ ବିଚାରମଣିଙ୍କ କ୍ଷେତ୍ରରେ ଆଜି ସତସଙ୍ଗ ଚାଲିବ। ଉଡୁଛି କାଳ ସନ୍ଧ୍ୟା ମନେ ନା ଗୋଟେ ଶିକାରୀ ଆମ ଜୀବନ ଚାରି ପାଖରେ ବୁଲୁଛି। କର୍ମ ଜ୍ଞାନ ଭକ୍ତିର ଜୀବନର ଆଡୁଆଳରେ ବା ପଶ୍ଚାତରେ ଗୋଟେ ଶିକାରୀ ବୁଲୁଛି। ସେ ଶିକାରୀ କିଏ? ଉଡୁଛି କାଳ ମନେ ସାବଧାନ। ବହୁ ଫୁଟାଣି ଗପ ମାରୁଛ, ମିଛ କହୁଛ, ତମେ ଲାଞ୍ଚୁଆ ହଉଛ, ଠକୁଆ ହଉଛ, ବେଧୁଆ ହଉଛ, ଭାଣ୍ଡୁଆ ରାଣ୍ଡୁଆ ହଉଛ, ଗାଣ୍ଡୁଆ ହଉଛ, କିନ୍ତୁ ମନେ ନାହିଁ କି ହାଟରେ ପାଞ୍ଚ ପାଇକ ହେଉଛନ୍ତି ଉଡୁଛି କାଳ ଆଚ୍ଛା ମୁର୍ଗୁଣୀ ଚରୁଥିଲା, ଶିକାରୀ ଆସିଲା ଗୋଟେ ଜାଲ ଟାଙ୍ଗିଦେଲା। ତାହେଲେ ଆମ ଜୀବନ ମୁର୍ଗୁଣୀଙ୍କ ପାଇଁ ଜାଲ କିଏ? ମାୟା ଜାଲ। ଏଠି ବସିବାକୁ ମନ ଅଛି ଯେ ଆରେ ନାତିଟା କଣ କରୁଛି ସାଡେ ଯାଇ ମନ। ମାୟାର ଜାଲ। ଖଳପୁର ମାୟା ବାଲି ଗୋଟାଏ ପାଖରେ ମାୟାର ଜାଲ। ଭଲ କାମ କରିବାକୁ ଇଚ୍ଛା ଥିଲେ ବି ସେ ମାୟା କରେଇ ଦଉନି। ତାପରେ ଆଉ ଗୋଟେ ପଟରେ ଜଳୁଛି ଅଗ୍ନି। ସେ ଅଗ୍ନି କିଏ? କାମାଗ୍ନି, କ୍ରୋଧାଗ୍ନି। କାମ, କାମନା ଆଉ କ୍ରୋଧ, ଇଏ ତିନି ଜଣ ଯାକ ଗୋଟିଏ ଦଳ। ତେଣୁ ସଜ୍ଜନ
ये जीवन मुर्गुड़ी को नष्ट करुची यही तीनोटी अग्नि आउ गोटे पटर अच्छी किए कुकुर कुकुर जने भल बंधु हेले तार दोषटा होची लोभ सांगे सांगे खाई पुणी टू बोली कहले पुणी पड़े एक पक्षरे लोभ लोभ अन्य पक्षरे क्रोध अपर पक्षरे माया ये तीनोटी परे चतुर्थ होउचंती शिकारी निजे से आयुष आयुष सज्जन पर दिन भावुले बलिया आसीबो काली भाविले बलिया आसिला ना काल ना ता पूर्व दिन अच्छा एमती तीन दिन गलानी आपण भावुचंती केमिति चली गला तीन दिन रे आत्मन निद्रा परिहरी निद्रा निद्रा फेरी चिन रहलो आज भावुचु काली की करू आज भावुचु काली करू काली के बंचबू कि नहीं आमे कहि पारू विश्वगुरु बाया लिखिले जीवन टी स्वप्न स्वरूप जीवनटा स्वप्न आजिर जीवन काली की नहीं कालीर जीवन आजी केते बेले आमे हजी जीवु अरे बाबू इटा भी आपण माने मने रखंतु आमे जानी सुनी कि जीवन आयुष को कमऊ मनोबोध 34 सारे कवि लिखिथिले उणा हेउछि दिनु दिन आयुष आउ हेणी अछि के उद्धार हेबु जेबे हम उपाय तेणु उणा हेउछि दिनु दिन आयुष एटा मने रखिया को पड़िबो तेणु आमको सतर्क रहिया को पड़िबो आमे निशा खाइबू आयुष कमेबू निश्चय कमेबू 5 वर्ष 3 वर्ष निश्चय कमेब
আকণ্ঠ ମଦ୍ୟପାନ କରିବୁ, ଆୟୁଷ ନିଶ୍ଚୟ କମିବ। ଏମିତି ରୋଗ ହବ ଆମେ ଛଟପଟ ହବ। ମରିବା ପାଇଁ ପ୍ରାର୍ଥନା କଲେ ବି ମରିପାରିବୁ। ଇଏ ନିଶା ମାଦକତାର ଏତେ ଗୁଣ। ଆମେ ସିଗାରେଟ ଟାଣିବୁ, ଲଙ୍ଗ୍ସ ଉପରେ ତାର ପ୍ରଭାବ ପଡିବ। ମୁଁ ୟାକୁ ପ୍ରବଚନ ଭଳି କହୁନି, ମୁଁ ନିଜେ ଅନୁଭବ ଯାହା କରିଛି ସେଇ କଥାଟା କହୁଛି। ମୁଁ ନିଜେ ଜାଣିଛି। ଗୋଟିଏ ଗୋଟିଏ ଲୋକ କଡ଼ା ପାନ ଖାଇବେ, ନିଶ୍ଚିତ ଭାବରେ ତାଙ୍କ ମୁଖ ଗହରରେ ଗୋଟେ ରୋଗ ସୃଷ୍ଟି ହେବ, ଯାହା ଭଲ ହବା ଭାରି କଷ୍ଟ। ତେଣୁ ନିଶା ଛାଡ଼, ଦେଶ ଗଢ଼। ଆଜି ବୃକ୍ଷରୋପଣ ଏଠି କରାଯାଇଛି। ଏଠି ଜୀବନ, ସମାଜ, ଗାଁ, ଦେଶର ଉନ୍ନତି ପାଇଁ ବୃକ୍ଷରୋପଣ ହୁଏ। ଆଜି ଭଗବତୀ ତାରତଲ୍ୟରେ ଥିବା ଭଗବତୀ ମତେ ଗୋଟେ ସ୍ୱପ୍ନରେ ଗୋଟେ ପୂଜା ଦେଖେଇଥିଲେ। ସେ ପୂଜାଟି ଆଜି ଆମ ବାବାଜୀ ନନା, ଚିତ୍ତ ନନାଙ୍କ ଦ୍ୱାରା ସମ୍ପାଦିତ ହେଇଛି। ଆଜି ଭାରି ବଢିଆ ଦିନ, ଭଗବତୀ। ତେଣୁ ସଜ୍ଜନ ଏଠି ଅଛନ୍ତି ବିଚାରମଣି। ବିଚାରମଣି ଯଦି ଅଛନ୍ତି, ବିଚାରମଣିଙ୍କ କ୍ଷେତ୍ରକୁ ଆଇଲ, ବିଚାର କାହିଁକି ଭୁଲ ହଉଛି? ବିଚାର କାହିଁକି ଭୁଲ ହଉଛି? ଭୋକ କଲେ ଚାହା କାହିଁ ପିଉଛ? ପାଣି ପିଉନା? ନହେଲେ ଚୁଡ଼ା ଫୁଡ଼ା କଣ ପାଇଁ? ନା ଚୁଡ଼ା ଗନ୍ଧଉଛି, ମୁଢି ଗନ୍ଧେଇଲାଣି। ଆଉ କଣ ଫାଷ୍ଟ ଫୁଡ? କୋଉ ଜାଗା ପଢିଛୁ ବାପା? ଇଂରାଜୀରେ ତ କହିଦେଲୁ ଫାଷ୍ଟ ଫୁଡ। ତାକୁ ବନାନ କଲୁ ନା ମତେ କହନ୍ତି, ମୁଁ କହିଦେଲି। ଆଉ କେବଳ ଖାଲି କହୁଛନ୍ତି ଆମେ ଗୁପଚୁପ ଖାଉଛୁ। ଆରେ ଗୁପଚୁପଟା କଣ ଖାଉଛ? ବାୟା କହିଲେ ଯତ ଗୁପ୍ତ ତତ ସତ୍ୟ। ଚାଟ ଖାଉଛୁ। ଜୀବନ ଚଳନୀୟ ପ୍ରତ୍ୟେକ ଦିନର ଚାଟଟା ମତେ ଦେଖେଇଲ। ସକାଳୁ ରାତି ପାଇବା ଠାରୁ ରାତି ପାଇବା ପର୍ଯ୍ୟନ୍ତ ତୁମେ କଣ କରୁଛ? ଯଶୋବତୀ ଠାକୁରଙ୍କୁ ଶୁଆଇଦେଲା, କୃଷ୍ଣଙ୍କୁ ଶୁଆଇଦେଲା। ଦେଖିଲା ସେ ଶୋଇନାହାନ୍ତି, ସେ ମିଛରେ ଶୋଇବାର ବାହାନା କରୁଛି। ଏତିକି ବେଳେ ଯଶୋମତୀ କହିଲେ, ପୁଅ ତ ମୋର ଶୋଇଲାଣି, ମୁଁ ଏତିକି ବେଳେ ଯାଉଛି ଦହି ମନ୍ଥନ କରିବି। ଆଉ ଦଧି ମନ୍ଥନ ନିନାଦେ ସ୍ତେକ୍ତ ନିଦ୍ରା ପ୍ରଭାତେ, ବିଲ୍ଲ ମଙ୍ଗଳ ଲେଖିଛନ୍ତି। ମୁଁ ଯାଉ ଦହି ମନ୍ଥନ କରିବି। ଆଉ ଦହି ମନ୍ଥନ କଥା କହିଲେ ଦହି କିଏ, ବେହେରି କିଏ, ଅମୁକ କିଏ, ଆମ ପିଲାମାନେ ଆଉ ତାକୁ ଚିତ୍ରରେ ଦେଖେଇବେ। ଆଉ ଯଦି କହିବ ଗ୍ରାଇଣ୍ଡିଙ୍ଗ ଦେଖିଛ, ସେଇଟାକୁ କହିବ ହଁ ସେଟା ଅମୁକ ବଜାରରେ ମିଳେ। ଧୀରେ ଧୀରେ ଜୀବନଟା କୁଆଡକୁ ଯାଉଛି, ସମାଜଟା କୁଆଡକୁ ଯାଉଛି। ସମାଜ ଆଗେଇଛି, ତାକୁ ସାଧୁବାଦ ଦିଆଯାଉ, କିନ୍ତୁ ପୁରୁଣାକୁ ଭୁଲ ନା। ଓଲ୍ଡ ଇଜ ଗୋଲ୍ଡ। ତେବେ ସଜ୍ଜନ, ଠାକୁର ଶୋଇଛନ୍ତି, ଗୋପାଳ ଶୋଇଲେ, ମିଛରେ ରହିଛନ୍ତି। ଇଏ ଦଧି ମନ୍ଥନ କଲେ,
ଏମିତି ରଟି ବନ୍ଧନ କଲେ କୃଷ୍ଣ ଉଠିକିରି ବସିଲେ। ତାକୁ କବି ମାନେ ଏମିତି ଲେଖିଛନ୍ତି, ଉଠିଲୁ ଏଡେ ବେଗି କାହିଁକି ଦୁଃଖୀ ଧନ ଦଧି ଖାଇ ଦେବୁ আচ্ছা, ये दुखी धन शब्दटा किए कहे? गोटे सांग आउ गोटे सांग को देखिले कौन कहे? हेलो, हाय, कौन भल अच्छु, गुड मॉर्निंग ना मॉर्निंग तो नुह, गुड इवनिंग एम कहे। दुखी धन शब्द किए कहे? उठिलु एड़े बेगी काहींकि रे दुखी धन ताकू कहे किए? अच्छा, किए न कहले नहीं। अच्छा, को बजार रे मिले? गर्दपुर बजार आम अंचल कथा मु कहूँ। गर्दपुर, शीतलपाटना, विलासपुर, केसरा चक, वर्जिता, आम नागपुरा, सेतल, आउ सब कौन हेलानी सब एथि मैंने 10 मान को बजार है। को बजार रे मिलुची दुखी धन? ये को बजार रे मिलबनी। एटा कोठी मिलिबो? केवल मार मुहरु मिलिबो। मां मुखर भाषा होती दुखी धन। से केमिति बुझेइकिरी कहउचंती? मां केमिति बुझेइकिरी कहउची? गोपाल को मां बुझेइकिरी कहउची। देह पासोरी द्वंद्वे निद्रा न करू कांदे। देह पासोरी पड़ू बापा मुझे दही मंथन करी पड़ ना मुझे निद होने टिके शुआ चल मु थे शुआई देवी गीत गाई गोपाल को पुणी शुआइलु पुणी गीत गाई शुआउछ तथापि से शोना टिके शोला भाया होउचंदी देखि दशमती दही मंथन वाला पुणी उड़ुचंदी शेष विरक्ति है नहांती मां केबे विरक्ति हुएनी बापा शासन करती से विरक्ति नुहे से अनुरक्ति शेषे कहले डाक जा बड़ राम भाई
ବୁଝେଇକିରି ଆଗ କହିଲେ କହିଲେ ବାପା ଖେଳିବୁ ରାମ ତୁଲେ ପଛେ ରାତି ପାଇଲେ ଶୁଆଇ ଦେବି ଗୀତ ଗାଇକି ତଥାପି ସେ ଶୋଇଲେ। ମା କଣ କଲେ କହିଲେ ହଉ ଯା ଆଉ ତୁ ଶୋଇବୁନି ଯା ଭାଇକି ଡାକେ ଖେଳିବା ଖେଳିବୁ ଆଉ। ତେଣୁ ମାର ସୁଆଦିଆ କଥା ଯଦି ଥାଏ ସିଏ ହଉଛି ସିଏ ହଉଛି ଦୁଃଖୀ ଜନ। ମୋ ବାପାଟା ପରା ଇଏ ହଉଛି ମାର ଭାଷା। ପିତାମହ ଭୀଷ୍ମ ଶୋଇଛନ୍ତି ସରଶଯ୍ୟାରେ ଆଖି ବୁଜିଥିଲେ ଅନେଇ ଦେଲେ ତାଙ୍କ ବାପା ଶାନ୍ତନୁ ସ୍ୱର୍ଗରୁ ଆସି ଠିଆ ହେଇଛନ୍ତି ଗୋଟେ ଛାୟା ମୂର୍ତ୍ତି। ଇଏ ପଚାରିଲେ ଆପଣ କିଏ? ତୁ ଚିହ୍ନି ପାରୁନୁ ପୁତ୍ର ମୁଁ ତୋର ବାପା। ପ୍ରଣାମ କଲେ କହିଲେ ବାବୁ ପିତାଶ୍ରୀ କାହିଁକି ଆସିଲେ? ମୁଁ ଆସିଲି ଗୋଟେ ବାପାର ଭାଷା ଶୁଣନ୍ତୁ। ତୋ ଦେହ କ୍ଷତ ବିକ୍ଷତ ହେଇଯାଇଛି ରକ୍ତାକ୍ତ ହେଇଗଲା ବୟସ ତୋର ପରିଣତ ହେଇଗଲା ତୁ ବୁଢା ହେଇଗଲା। ଇଏ ପାଣ୍ଡବ ମାନଙ୍କ ପାଇଁ ଖଟି ଖଟି ଇଏ କୌରବ ମାନଙ୍କ ପରି ଖଟି ଖଟି ତୁ ଆଜି କ୍ଳାନ୍ତ ହେଇଯାଇଛୁ। ମୁଁ ଆଇକି ତୁ ମୋ ସାଙ୍ଗରେ ଆମେ ଆମର ପଳେଇବା ପିତୃ ଲୋକ ସେଠି ବି ତୋ ପାଇଁ କାମ ଅଛି। ପିତାମହ ଭୀଷ୍ମ ଆଖିରୁ ଲୁହ ଧରେଇ କହିଲେ ପିତାଶ୍ରୀ ଆପଣଙ୍କ ପାଇଁ ମୁଁ ଦିନେ ଶପଥ କରିଥିଲି ଯେ ପର୍ଯ୍ୟନ୍ତ ଭାରତ ବର୍ଷରେ ଧର୍ମ ରାଜନୀତି ନ କରିଛି ସେ ପର୍ଯ୍ୟନ୍ତ ମୁଁ ରାଜାର ସପକ୍ଷରେ ରହିବି। ତେଣୁ ମୁଁ ଆଜି ମତେ ଆପଣ କେମିତି କହୁଛନ୍ତି ସତ୍ୟ ଭଗ୍ନ କରିବା ପାଇଁ? ଶାନ୍ତନୁ ଫେରିଗଲେ ଆଶୀର୍ବାଦ ଦେଇଗଲେ ପୁତ୍ର ତୋ ଭଳି ପୁଅ ଏମିତି ଭାରତ ବର୍ଷରେ ଜନ୍ମ ହଉଥା। ଯୋଉଦିନ ଅଭିମନ୍ୟୁ ମରିଗଲା ସେଦିନ ଦୁର୍ଯ୍ୟୋଧନ ମଧ୍ୟ କହିଲେ ହେ ଅଭିମନ୍ୟୁ ଯୁଦ୍ଧ କ୍ଷେତ୍ରରେ ତୁ ମରିଛୁ ମୁଁ ମାରିଛି କିନ୍ତୁ ତୋ ଭଳିଆ ବୀର ପୁତ୍ର ଇଏ ଧରଣୀ ବକ୍ଷରେ ସବୁବେଳେ ଜନ୍ମ ହଉଥାନ୍ତି। କର୍ଣ୍ଣ ବି କହିଲେ ତାଙ୍କୁ ସାଲୁଟ ଦେଲେ ହେ ବୀରପୁତ୍ର ତୁ ଅମର। ତେଣୁ ସଜ୍ଜନ ପିତା ମାତା ଗ୍ରାମ ଦେଶ ଗୁରୁ ଗୌରବ ଆଜି ସବୁ ବିପନ୍ନ ସବୁ ବିପନ୍ନ। ଯେତେବେଳେ ଏମିତିଆ ବିପନ୍ନ ସମୟ ଆସେ ଧରଣୀ ମା କାନ୍ଦେ। ସିଏ କାନ୍ଦିବ ଗୋଟେ ଗୋମାତାର ରୂପ ଧରି। ସେ ଗୋମାତାର ରୂପ ହେଇକିରି ଉପରକୁ ଅନେଇ ତା ଆଖିରୁ ଲୁହ ଗଡେଇବ। ସିଏ ଲୁହ ଧାର ସିଏ ଯାଇ ପହଞ୍ଚିବ ସେ ଡାକ ସେ କରୁଣ ଡାକ। ଯାଆନ୍ତୁ ଏଇଠୁ ବର୍ତ୍ତମାନ ଗାଡି ଚଲେଇକିରି ଆପଣ କଟକ ଯାକେ ଯାଆନ୍ତୁ ଦେଖିବେ କେତେ ଗାଈ ଗୋରୁ ରାସ୍ତାରେ ଶୋଇଛନ୍ତି। ଇଏ ସେବକ ଯାଇଥିଲା ଓଙ୍କାରେଶ୍ୱର। ମୁଁ କୌଣସି ମନ୍ଦିର ଭିତରକୁ ବେଶୀ ଯାଏନି କି କୋଉ ମୁଁ ଏମିତି ସବୁ ମୋର ଚୁପଚାପ ବସେ। ପିଲାମାନେ ମୋର ଗଲେ ଦର୍ଶନ କରିବା ପାଇଁ ମୋର ମୁଁ ଗାଡି ଭିତରେ ବସେ। ଗାଡି ଆଇଲି ପୁଣି ଫେରିବୁ
এটা କୋଉ ଜାଗାଟା ମନେ ପଡୁନି। ଫେରିଲୁ, ଫେରିଲା ବେଳେ ଦେଖିଲୁ କିଛି ଷଣ୍ଢ କିଛି ବଳଦ ଗୋଟେ ଜାଗାରେ ଅନ୍ଧାରିଆ ଜାଗାରେ ଶୋଇଛନ୍ତି। ମୋର ଆଖି ପଡିଗଲା, ଏ ଷଣ୍ଢଟା କଣ କାନ୍ଦୁଛି। ମୁଁ ଆମ ଡ୍ରାଇଭର ବାବୁଙ୍କୁ କହିଲି, ବାବୁ ଟିକେ ଗାଡି ରଖିଲୁ। ଗଲୁ ଦେଖିଲୁ ସିଏ ଷଣ୍ଢ କାନ୍ଦୁଛି କି କଣ କହୁଛି ଦେଖିଲୁ। କହିଲା ହଁ ବାବା ସେ କାନ୍ଦୁଛି। ତାମାନେ ଖାଦ୍ୟ ସେ ଖାଇନି, ତାକୁ କେହି ଖାଇବାକୁ ଦେଇନାହାନ୍ତି। ସେଇଠି ବିରାଟ ବଜାର, ତାକୁ କେହି ଖାଇବାକୁ ଦେଇନାହାନ୍ତି। ବଳିଆ କହିଲା ଏଇ ଯୋଉ କଦଳୀ କାନ୍ଦିଟା ଟଙ୍ଗା ହେଇଛି ଆମର ଶିବଙ୍କ ପାଖରେ ଆମେ ଭୋଗ ପଛରେ କରିବା, ନ କଲେ ବି ଚଳିବ। ଶିବ ତାଙ୍କର ଖାଆନ୍ତୁ ଯୋଉଠୁ ଆଣି। ଇଏ କଦଳୀ ଯାକ ସବୁ ସେ ଗାଈ ବଳଦଙ୍କୁ ଖୁଆଇଦିଅ। ଷଣ୍ଢ ଗାଈ ବଳଦ ସେ ଖାଉଛନ୍ତି। ବଳିଆ ଅନେଇଛି, ସତେ ଯେମିତି ସେ ଖାଦ୍ୟ ପାଇବା ପାଇଁ ସେ ଭଗବାନଙ୍କୁ ପ୍ରାର୍ଥନା କରୁଥିଲେ। ଏସବୁ ଦୃଶ୍ୟ ଆପଣ ଦେଖିଲେ ଦୁଃଖ ସହିପାରିବେନି। ମୋ ପାଖରେ ଆର ବହୁତ କିଛି କଥା ଆମେ ଏବେ ତ ସବୁ ମୋବାଇଲ ଫୋନ ତାକୁ ଉଠେଇକି କିଏ ଖାଉଛି। ଏଠି 3 ଦିନ ହେଲା ପବିତ୍ର ନନାଙ୍କ ମାଧ୍ୟମରେ ଦଶମାଣ କୁଳୁ, ଜୟପୁର, ନାଗପୁରା, ନାଲପୁର, ଅଡ଼ାପଟି, ପାଟକୁରା ଇତ୍ୟାଦି ଇତ୍ୟାଦି ଗ୍ରାମରୁ ଲୋକମାନଙ୍କର ଦାନ ତ୍ୟାଗ ବଢି ଚାଲିଛି। ଯୁବକ ମାନ ମଧ୍ୟ 3 ଦିନ 4 ଦିନ ହେଲା ସେମାନେ ଏଇଠି ପଡି ରହିଛନ୍ତି। ଏତେ ଲୋକ ଖାଉଛନ୍ତି, ବିଚାରମଣି ଖାଇଲେଣି। ଆପଣ ଦେଖିଛନ୍ତି? ହଁ ଆମେ ବିଚାରମଣି କି ଏମିତି ପାଣି ଦେଖିଦେଲୁ। ଭାଗବତ କହୁଛନ୍ତି ଖାଏ କିଏ? ଠାକୁର ଖୁସି ହୁଅନ୍ତି କେତେବେଳେ? ଜୀବକୁ ଭୁଞ୍ଜା ଭୁଞ୍ଜ সেই ভাগবতর আর গোটে পদ লিখিଛନ୍ତି, জীবরে যার দয়া ତେଣୁ ବାବୁ ମାନେ ଆପଣ ମାନଙ୍କ ଏଇ ଅଞ୍ଚଳରେ ମଇଁଷି ଗୁଡିକ ଯତ୍ନରେ ଅଛନ୍ତି, ରଖିଥିବେ। ହେ ସଜ୍ଜନ, ଗୋମାତାଙ୍କ ପ୍ରତି ଅବମାନନା କରିବେ ନାହିଁ, ଅପରାଧ। ଗୋଟିଏ ଗାଈ ପାଳନ୍ତୁ, ତାକୁ ଭଲରେ ରଖନ୍ତୁ, ତାର ଆଶୀର୍ବାଦ ଆପଣଙ୍କ ଉପରେ ପଡ଼ିବ। ସଜ୍ଜନ କଥା ତ ଲମ୍ବି ଯାଉଛି। ତେଣୁ ଯେତେବେଳେ ଅନନ୍ତଙ୍କ ପାଦରେ ବସୁମା ତାର ଦୁଃଖ ପହଞ୍ଚେ, ସେ କଣ କୁହନ୍ତି? ଫେରିଯା, ମୁଁ ଯାଉଛି ଜନ୍ମ ହେବି। ସତ୍ୟ ଯୁଗରେ ସେଇଆ, ତ୍ରେତୟା ଯୁଗରେ ସେଇଆ, ଦ୍ୱାପର ଯୁଗରେ ସେଇଆ। ଦ୍ୱାପର ଯୁଗରେ କିଏ ଆସିଥିଲେ? ଆସିଥିଲେ ବଳରାମ।
ଯାହାଙ୍କର କାନ୍ଧରେ ହଳ, ଜଣେ ହଳୁଆ ଆସେ। ଆଜିକାଲି କୋଉ ପିଲାକୁ କହିବ ତୁ ହଳ ବୁଲଉଛୁ, ଏ ହଳୁଆ ଯାଉଛି, ମାଡ଼ ଗୋଳ ହେଇଯିବ। କିନ୍ତୁ ବଳରାମ ଠାକୁର ହଳ ଧରି ବୁଲୁଛନ୍ତି, ଗୋଟେ ମୁଷଳ ଧରି ବୁଲୁଛନ୍ତି, ମାନେ ଗୋଟେ ଶିଳ୍ପ ଗଠନ କରୁଛନ୍ତି। ତେଣୁ ସଜ୍ଜନ, ବଳରାମ ହଉଛନ୍ତି ରାଜା, କିନ୍ତୁ ବଳରାମ ତରଫରୁ କୃଷ୍ଣ ସେ ଯୁଗକୁ ଶାସନ କରୁଥିଲେ ଏବଂ ପ୍ରଜା ପାଳନ। ସେଥିପାଇଁ ଅଚ୍ୟୁତାନନ୍ଦ ଲେଖିଥିଲେ ବଳରାମ ହେବେ ରାଜା। ଆମର କେନ୍ଦ୍ରାପଡ଼ାର ବଳଦେବ ଦେଖନ୍ତୁ, ସେ ରାଜା। ବଳଦେବ ହେବେ ରାଜା କାହ୍ନୁ ପରି, ସବୁ ହବ। ଆପଣ ମାନେ ବି ଦେଖି ପାରନ୍ତି, ନହେଲେ ଆପଣ ପୁଅ ଝିଅ ଦେଖିବେ। ଆଉ ବ୍ୟସ୍ତ ହୁଅନ୍ତୁନି, ଆଗେ ଦୁର୍ନୀତି ମୁକ୍ତ ହୁଅନ୍ତୁ, ବ୍ୟଭିଚାର ମୁକ୍ତ ହୁଅନ୍ତୁ, ଲାଞ୍ଚ ମୁକ୍ତ ହୁଅନ୍ତୁ। ଭଲ ମନର ମଣିଷଟିଏ ହବା ପାଇଁ ପ୍ରାର୍ଥନା କରନ୍ତୁ। କୃଷ୍ଣ ଦେଖିବାକୁ କେଡ଼େ ସୁନ୍ଦର। ଦହି ଦୁଧ ଯିଏ ଖାଏ, ଲଉଣୀ ମାଖନ ଯିଏ ଖାଏ, ତ ସୁନ୍ଦର ହବ, ଅତି ସୁନ୍ଦର। ସୁନ୍ଦର ତୁମ ଚରଣ, ଆମର ଯେମିତି ପ୍ରିୟ ନଦୀ ହଉଛି ପାଇକା ମହାନଦୀ, କୃଷ୍ଣଙ୍କର ପ୍ରିୟ ନଦୀ ଥିଲା ଯମୁନା। ସୁନ୍ଦର ନାଥ ଯମୁନା, ଧୀରେ ସମୀରେ ଯମୁନା তীরে বসতি ঘরে যমুনা তীরে বুলু বুলু তাଙ୍କର হঠাৎ মনে পড়িগলা ମୁଁ କେତେ ବର୍ଷ ପାଇଁ ଏ ପୃଥିବୀକି ଆସିଥିଲି, ମତେ ବର୍ତ୍ତମାନ କେତେ ବର୍ଷ ହେଲା, ଏହା ପରେ ମୋର ନୀଳା କଣ, ମୁଁ ମଥୁରାକୁ ଯିବି, ମଥୁରାରୁ ପୁଣି ଦ୍ୱାରିକାକୁ ଯିବି, ଦ୍ୱାରିକା ପହଞ୍ଚି ପୁଣି ମହାଭାରତ ଯୁଦ୍ଧ କରିବି। ତାଙ୍କ ସବୁ ଏମିତି ଗୋଟି ଗୋଟି କଥା ମନେ ପଡିଗଲା। ଆଉ ତାପରେ ମନେ ପଇଲା ମୁଁ ଯୋଉ ଗୋପପୁରରେ ଅଛି, ଏଇ ଯୋଉ ଗୋପୀ ଗୋପାଳ ମାନେ ଅଛନ୍ତି, ଏମାନେ କିଏ ଆଉ ମୁଁ କିଏ? ଏମାନେ ହଉଛନ୍ତି ତ୍ରେତୟା ଯୁଗରେ ବଣ ଜଙ୍ଗଲରେ ତପସ୍ୟା କରୁଥିବା ଋଷି। ଏ ଋଷି ମାନେ ଗୋପୀ ଗୋପାଳ ହେଇ ଜନ୍ମ ହେଇଛନ୍ତି। ଆଉ ମୋର ପୂର୍ବ ଜନ୍ମ ହଉଛି ରାମ। ଆଚ୍ଛା, ଏମାନେ ମୋ ପାଖରେ ଯେତେବେଳେ ସମର୍ପିତ ହେଲେ, ମୁଁ ତାଙ୍କୁ କଣ କହିଥିଲି ମନେ ପକେଇ? କହିଥିଲି ତୁମେ
तुम मन तुमर जो व्याकुलता मु निश्चय पूर्ण करी किंतु वर्तमान तुम्हें मो भक्त विश्वास मु तुम वांछा पूर्ण करी किंतु अनेक जन्म पर एबे अपेक्षा कर सज्जन आपण माने भाबुथिबे आमे एठी 3 दिन हेला बहिचु ता नुहे आमे बहिचु आपण माने बहिचंती आपण माने कहउछनी आमे सुनुछु ये जो कथा बार्ता सुना सुनी ये जन्म जन्मांतर अनेक जन्म तप करी एबे होइले गोपना मु तांको पुराई भी आस से मोर भक्त विश्वास ताले तांको कामटा को आग साथ दबा तांको टे माने आनंद दबा आनंद दबा अच्छा कौन से आनंद देवे शास्त्रकार माने कहती आम तो शुणीचु पुणी शुणिकी कौन बुझीलु एबे आउ गोटे प्रकार कौन कौन आनंद देवे बाजीब बंशी कहीं बंशीर निनादटा भल है नहीं तो बाजीब मुरली बाजीब बंशी बंशी विभूषित करा नवनीरव्या पीतांबरा अरुण बिंबा थोड़ा पुण्येन्दु सुंदर मुखा धरविंद नेत्रा कृष्णा परम शोभा पाए शोभा पाए शोभा पाए शोभा पाए शोभा पाए शोभा पाए अच्छा ये जो बंशीटा बजाउथिले जार अन्य नाम होउची मुरली अच्छा ये मुरली बजाउथिले को दुकान रू किनिथिले वाला सी मुरलीर ना होउची सी बंशीर ना होउची मोहन बंशी मोहन कहा प्रति माया मोह नथिबा बाध्यती होउची बंशी ताकू किए बंशी कहूची किए बंशी कहूची ताकू किए मुरली कहूची भिन्न भिन्न भाव बुझाउछन्ती अच्छा अच्छा टिके भाविकी देखिल आमर ये अंचल शिक्षा भी समस्ते पाठुआ समस्ते शिक्षित समस्ते भद्र टिके भाविले बटी कौन आपण बट बलिया घर कौटी अल कौटी बही अड़ापति कौन या 10 मान बोले या आमर ब ये नुह ये मो मन को जाऊ ब कहले वसुधा ब कहले वायु निश्वास ब कहले समुद्र वरुण
ब कहले व्याम आकाश, ब कहले अग्नि बन्नी, ब कहले बड़देव बड़राम, ब कहले ब्रह्म जागु कहा जाए कि ब्रह्मार प्रणम श्लोक गुड़क आ पढ़िया। अच्छा बर्तमान आम गोटे हास्यरसर जीवन हम गुड़ा श्लोक गुड़ा पढ़िया कौन। अच्छा हो ये बर्तमान बरे एटे कथा गला सर्वम खलुदम ब्रह्म सबुआरे जे व्यापक से होउछन्ति ब्रह्म। ये गला ब ते ई कौन ई कहले दुई जन जड़े शून्य आउ जड़े गुरु बंशी बरे अनुसार लगी शून्य बंशी ईश्वर तांको घर कोठी ईश्वर हृदय को ध्यान करिब ईश्वर को घर होउची हृदय काई ध्यान करबनी काई सकाल उठू उठू गुड़ा को घसुच बीड़ी टाणुच आउ सब ये कौन सब करुच आउ हृदय को गोटाए मिनिट ध्यान कर एते कष्ट आउ जड़े ईश्वर किए गुरु को नमानिब कहले मोते पूजिब गुरुदे मोते पूजिब हमर प्रज्ञा भाई कौन बोलुथिले प्रथमे कौन बोलिले गुरु ब्रह्मा गुरु विष्णु गुरुदेव महेश्वर गुरु साक्षात् परं ब्रह्म तस्मै श्री गुरवे ब्रह्मा को देखी तो कि कब हाँ आम राजस्थान जाइलु पुष्कर तीर्थ ब्रह्मा को देखी कौन ब्रह्मा कौन तुम सागर कथबार्ता हेले नाई मोर मूर्ति आउ कथा अरे ब्रह्मा होउचंती मां जे जन्म दे जे पालन करूचंती बापा सी होउचंती विष्णु महेश्वर के पुरोहित शिक्षक शिक्षयित्री गुरु गुरुजन माने एमाने समस्त होउचंती महेश्वर गुरु साक्षात परं ब्रह्म से किए सद्गुरु ठाकुर निगमानंद गाइले जय गुरु जय गुरु जय गुरु जय किसी गाई नहीं खाली जय गुरु गाई माता गुरु पिता जय कर्ण गुरु
ঠাকুর অনুকূল চন্দ্র গাইবে জয় গুরু, ইয়ে শব্দ উপরে গুরুত্ব দেলে। বৈকুণ্ঠনাথ ব্রহ্মচারী গাইবে জয় গুরু জয় গুরু জয় জগন্নাথ জয় গুরু জয় গুরু জয় জগন্নাথ জয় গুরু জয় গুরু জয় জগন্নাথ জয় গুরু জয় গুরু গোটে ଏମିତି ଶବ୍ଦ ତାର ଅର୍ଥ ଏଇ କୋଉଠୁ କେଜାଣି ଆଉ। ତେଣୁ ଆମ ପାଖରେ ସେ ସମୟ ନାହିଁ। ବଳିଆ ଲେଖୁଛି, ସେ ଲେଖା ଭିତରେ ବହି ଯେତେବେଳେ ବାହାରିବ ତାକୁ କେତେବେଳେ ଆଣିକି ପଢିବେ। ଆଉ ଇଏ ଭାଷଣ ମାଧ୍ୟମରେ ଏଗୁଡାକ ପ୍ରକାଶ କରିବା ସମ୍ଭବ ନାହିଁ। ଆପଣମାନେ କ୍ଳାନ୍ତି ଅନୁଭବ କରିବେ। ଆଚ୍ଛା ସଜ୍ଜନ, ସି କହିଲେ କଣ? ଶିବ। ଶିବ କିଏ? ଭବ। ଶିବଂ ଭବ। ଭବ କିଏ? ପୃଥିବୀ। ଶିବଂ ଶୁଭ। ଶୁଭ କିଏ? ମଙ୍ଗଳ। ଯିଏ ମଙ୍ଗଳ ଦାତା ସେଇ ହଉଛନ୍ତି ଶିବ। ସତ୍ୟମ୍ ଶିବମ୍ ସୁନ୍ଦରମ୍ ସତ୍ୟମ୍ ଶିବମ୍ ସୁନ୍ଦରମ୍ ସତ୍ୟମ୍ ଶିବମ୍ ସୁନ୍ଦରମ୍ ସତ୍ୟମ୍ ଶିବମ୍ ସୁନ୍ଦରମ୍। ହେ ସତ୍ୟ ଶିବ ସୁନ୍ଦରମ୍, 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 ଶିବଙ୍କର ଗୋଟିଏ ନାଁ ହଉଛି ଈଶ୍ୱର, ଗୁରୁଙ୍କର ଗୋଟିଏ ନାଁ ହଉଛି ଈଶ୍ୱର, ଭଗବାନ କୃଷ୍ଣଙ୍କର ନାମ ହଉଛି ଯୋଗେଶ୍ୱର। ଏଇ ଭାରତ ବର୍ଷରେ ଜଣେ ଗୁରୁ ଜନ୍ମ ହେଇଥିଲେ ଯୋଗାନନ୍ଦ। ଗୀତାର ଶେଷ ଶ୍ଲୋକରେ ଲେଖା ହେଇଛନ୍ତି ଯତ୍ର ଯୋଗେଶ୍ୱର। ଆଉ କାହିଁ ବୋଲୁଛ? ମୁଁ ମୋର ଆଚ୍ଛା, ତମେ ଯେତେବେଳେ ପାଳି ଧରୁଛ ତାହେଲେ ସାଙ୍ଗେ ସାଙ୍ଗେ ମୁଁ ଭଲ ପାଳି ଧରାନି ବୋଲି କହିବେ କେମିତି? ମୋ ପାଟିରୁ ବାହାରୁ ବାହାରୁ ବୋଲିଲେ କହିବେ ନା। ଆଉ କିନ୍ତୁ ମୁଁ କାଲି କୀର୍ତ୍ତନ କଲା ବେଳକୁ କହିଲା ବେଳକୁ ଇଏ ଯୋଉ ବାବୁ ସେ ଅନେଇକିରି ସାଡୁ, ଇଏ ବଳିଆ ତ ଏଇଠି ବଇଛି, ତୁ ତ ମୋ ଆଡକୁ ଅନେଇବୁ, ମୁଁ ଯାହା କହିବି ତୁ ବଜେଇବୁ, ଆଉ ତୁ ସାଡୁ କରେଇବୁ। ଆଚ୍ଛା ବର୍ତ୍ତମାନ କଣ ହେଲା କଥା? ଇଏ ବଇଁଶୀ ବାଜିଲା ଆଉ। ଆଚ୍ଛା ଇଏ ବଇଁଶୀ ବାଜିଲା, ଇଏ ବଇଁଶୀର ନିନାଦ ଟିକେ କହିବି, କଥାକୁ ସାରିବି। ପ୍ରଥମ ରନ୍ଧ୍ରରେ
ପ୍ରଥମ ରନ୍ଧ୍ରରେ ବେଣୁ କଦମ୍ବ ଫୁଟଇ। ଆପଣମାନେ କଦମ୍ବ ଗଛ ଦେଖିଥିବେ, ସେ କଦମ୍ବ ଫୁଲ ଗୁଡାକ କେମିତି ଠିକ ଗୋଲାକାର ସୂର୍ଯ୍ୟଙ୍କର ରଶ୍ମି ଭଳି। ତେଣୁ ସେଇ ଗଛଟିକୁ ଭଗବାନ କୃଷ୍ଣ ସ୍ୱୀକାର କଲେ। ପ୍ରଥମ ରନ୍ଧ୍ର ସେ ଗୋଲାକାରଟି କଣ? ବ୍ରହ୍ମାନନ୍ଦ, ବ୍ରହ୍ମାନନ୍ଦ ପରମ ସୁଖଦ ଅଖଣ୍ଡ ମଣ୍ଡଳାକାର ବ୍ୟାପ୍ତଂ ଯେନ ଚରାଚର। ସେଇ ହଉଛି କଦମ୍ବ। ଯେତେବେଳେ ଇଏ ପୃଥିବୀରେ ବୃକ୍ଷ ଯେତେବେଳେ ଜନ୍ମ ନେଲା, ପ୍ରଥମେ ମଣିଷ ଜନ୍ମ ହେଇନି, ପ୍ରଥମେ ବୃକ୍ଷ ମାନେ ଜନ୍ମ ହେଇଛନ୍ତି। ସେଇ ବୃକ୍ଷ ମାନଙ୍କ ଭିତରେ ସୁନ୍ଦର ବୃକ୍ଷ ହଉଛି କଦମ୍ବ ବୃକ୍ଷ। ଆଚ୍ଛା, ଖାଲି ଗଛଟା ବସାଇଲେ ହବନି। ପ୍ରଥମ ରନ୍ଧ୍ରରେ ରାଧେ କଦମ୍ବ ଫୁଟଇ, ଦ୍ୱିତୀୟ ରନ୍ଧ୍ରରେ ଗଛ ଯେତେବେଳେ ସୃଷ୍ଟି ହେଲା, ତାପରେ ବହିଲା ମୃଦୁ ମୃଦୁ ପବନ। ତୋଫାନ ନୁହେଁ, ମୃଦୁ ମୃଦୁ ପବନ ବହିଲା। ଦେଖନ୍ତୁ, ବର୍ତ୍ତମାନ ଆମ ନାକରେ ଯୋଉ ପବନ ଯାଉଛି, ଇଏ ମୃଦୁ ମୃଦୁ ପବନ। ଆଉ ଯେତେବେଳେ ମାନେ ତୋଫାନ ହବ, ଘେରିବ କଫବାତ ନିରୋଧ କରି ଯିବୁ ଅଜଣା ରାଇର, ମାନେ ମଲା, ମରିବା ସମୟ ହେଇଗଲା, ତାର ଉର୍ଦ୍ଧ୍ୱ ନିଶ୍ୱାସ ହେଲାନି ଆଉ। ତେଣୁ ପ୍ରଥମ ରନ୍ଧ୍ରରେ ରାଧେ କଦମ୍ବ ଫୁଟଇ, ଦ୍ୱିତୀୟ ରନ୍ଧ୍ରରେ ମୃଦୁ ମଳୟ ବହଇ। ତାପରେ କଣ କହିଲେ? ତୃତୀୟ ରନ୍ଧ୍ରରେ ତରୁ ପଲ୍ଲବିତ ହେଲେ, ଯୋଉ ଗଛ ଗୁଡିକ ସୃଷ୍ଟି ହେଲେ, ତାର ପତ୍ର ଗୁଡିକ ସବୁ ବାହାରିଲା। ପତ୍ର ବାହାରିଲେ ସିନା ଫୁଲ ବାହାରିବ, ଫୁଲ ବାହାରିଲେ ସିନା ଫଳ ଧରିବ। ତେଣୁ ପ୍ରଥମ ରନ୍ଧ୍ରରେ ହେଲା କଦମ୍ବ ଫୁଟଇ, ଦ୍ୱିତୀୟ ରନ୍ଧ୍ରରେ ମୃଦୁ ମଳୟ ବହଇ, ତୃତୀୟ ରନ୍ଧ୍ରରେ ହେଲା ତରୁ ପଲ୍ଲବିତ, ଚତୁର୍ଥ ରନ୍ଧ୍ରରେ କାଳନ୍ଦୀ କହିଲେ ଯମୁନା ସ୍ଥଗିତ ହେଇଗଲା, ତାକୁ ଆମେ ପ୍ରମାଣ କରିପାରିବା ନାହିଁ। ଅଜ୍ଞାନ ରୂପକ କଳା, ଅଜ୍ଞାନ ରୂପକ କାଳିମା ଚାଲିଗଲା, ଆମେ ଭଲ ମଣିଷ ହେଇଗଲୁ, ଏଇଟାକୁ ପ୍ରମାଣ କରିପାରିବା। ଆଉ ଯେଉଁମାନେ ଯୋଗ ଧ୍ୟାନ ଆସନ ପ୍ରାଣାୟାମ କରୁଛନ୍ତି, କାଳନ୍ଦୀ ସ୍ଥଗିତ, ଭୁଲ୍ଲତା ଦ୍ୱୟର ମଧ୍ୟରେ ବିନ୍ଦୁ ରୂପ ବିରାଜ।
এই ହଉଛି କାଳନିଷ୍ଠ କୀଟ। ମଣିଷ ଯେତେବେଳେ ଯୋଗ କରେ, ଧ୍ୟାନ କରେ, ଆସନ କରେ, ପଦ୍ମାସନ କରେ, ଯେତେବେଳେ ଗୋଟେ ଯୋଗ କରେ ଆଉ ସେତିକି ବେଳେ କାଳନିଷ୍ଠ କୀଟ। ତାପରେ କଣ କହିଲେ? ପଞ୍ଚମ ଆମେ ଯେତେବେଳେ ଭଲ ମଣିଷ ହେଇଯିବୁ, ଆମ ପରିବାର ଯେତେବେଳେ ଗର୍ବିତ ହେବେ ଆମକୁ ପାଇ, ଆମ ଗାଁ ମଧ୍ୟ ଗର୍ବିତ ହବ, ଆମ ଦେଶ ମଧ୍ୟ ଗର୍ବିତ ହବ। ବାଜି ରାଉତ ଆଜି ନାହାନ୍ତି, କିନ୍ତୁ ଇଂରେଜ ଗୁଳିରେ ଟଳି ପଡ଼ିଥିଲେ। ଆଜି ବି ବାଜି ରାଉତଙ୍କ ନାଁ ଆଜି ବି ଆମେ ମନେ ପକାଉଛୁ। ତେଣୁ ସଜ୍ଜନ, ଭଲ ପୁଅଟିଏ ହୁଅ, ଭଲ ଝିଅଟିଏ ହୁଅ। ଖାଲି ଚାକିରି କଲେ ଭଲ ଝିଅଟିଏ ହବ, ଖାଲି ପାଠ ପଢିଲେ କଣ ଭଲ ଝିଅଟିଏ ହବ, ଭଲ ପୁଅଟିଏ ହବ? ନାଇଁ, ମଦ୍ୟ ମାଦକ ଛାଡ଼ି ଜୀବନକୁ ସେବାରେ ବ୍ରତୀ କରାଅ। ଏତେ ବ୍ରତ କଣ କରୁଛ? ଆମେ ଅମୁକ ବ୍ରତ କଲୁ, ଏତେ ବ୍ରତ କର, କିନ୍ତୁ ପ୍ରକୃତ ବ୍ରତ ହଉଛି ପରର ମଙ୍ଗଳ, ସମାଜ ପାଇଁ କିଛି କର। ଇଏ ଗଛ ଲଗେଇବା ମଧ୍ୟ, ଗଛ ଲଗେଇବା ଆଉ ବଞ୍ଚେଇବା ଇଏ ମଧ୍ୟ ଗୋଟେ ବ୍ରତ। ଆଚ୍ଛା, ଇଏ ପଞ୍ଚମ ରନ୍ଧ୍ର କଥା ଗଲା ନାଇଁ ରେ? ରାଧା ରାଧା ষষ্ঠ রন্ধ্রটি ডাকুছি রাধে 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 রাধা। ঠাকুর অনুকূল চন্দ্র গাইলে জয় রাধে রাধে কৃষ্ণ কৃষ্ণ গোবিন্দ গোবিন্দ। বড় বাবাজি রাধা রমন দে, বাবাজি রামদাস, সখী মা, নামাচার্য বাবা ভায়া, এসব কোন গাইলে? ভজ নিতাই গৌ রাধে শ্যাম জপ হরে কৃষ্ণ। ଆଉ ଏସବୁ କଥା କହିଦେଲା ପରେ ଆଉ କଣ କହିବା? ରାଧା ରାଧା ବଂଶୀବା ରାଧା ବଂଶୀବା ଅଥରେ ବୋଲନି ରାଧା ରାଧା ରାଧା
ମାନେ ଆରାଧନା, ଆରାଧୟତି ଇତି ରାଧା। ଏଠି 3 ଦିନ ହେଲା ଚାଲିଥିଲା ଆରାଧନା ରାଧା। ପୁଣି କାଲି ଠାରୁ ବି ଚାଲିବ ଆରାଧନା। ଗୋପାଳଙ୍କ ପୂଜା, ବିଚାରମଣିଙ୍କ ପୂଜା ସବୁ ଚାଲିବ। ଯିଏ ଯେତେବେଳେ ମାୟା ମମତା ଭିତରେ ରହି ତାରି ଭିତରେ ଦଣ୍ଡେ ନିମିଷେ କ୍ଷଣେ ସେ ଥରେ ଯଦି ପ୍ରଭୁଙ୍କ ନାମ ନେଲା, ସେଇ ହେଇଗଲା ରାଧା। ପଞ୍ଚମ ରନ୍ଧର ବେଣୁ ଗୋପୀ ମନୋହରେ ରାଧା ରାଧା ଡାକେ ସିନା ଷଷ୍ଠ ରନ୍ଧ ସ୍ୱରେ। ତାପରେ କହିଲେ ସଖୀ ଗୋ ସଖୀ, ମୁଁ ପଞ୍ଚମ ରନ୍ଧ ଯାକେ କହିଲି। ଇଏ ପଞ୍ଚମ ରନ୍ଧ ହେଲା ବେଳକୁ ଜଗତ ସୃଷ୍ଟି ହେଇଗଲା। ତାପରେ କଣ ମତେ ଅଗୋଚର, ମୋ ମାୟା ଅଗୋଚର। ତାକୁ ଆଉ ମୁଁ ବୁଝିପାରିବିନି, ମୁଁ କହିପାରିବିନି। ରସଗୋଲା ଖାଇଲେ ଜାଣିବ। ରସଗୋଲା ଯଦି ହେଇଗଲ, ଆଉ ରସଗୋଲାର ମହିମା କେମିତି ଜାଣିବ? ତେଣୁ ସଜ୍ଜନ ବାୟା କହିଲେ, আমি আইব যাইব চরণ সেবিব, আমি মুক্তি চাই না, আমি ভক্তি চাই না। সজ্জন, ଆପଣ ମାନେ ପ୍ରକୃତରେ ମହାନ। କାହିଁକି? ବଳିଆର ଯିବା ଆସିବା, ଖାଇବା ପିଇବା ସବୁ, ମୋର ଜନ୍ମ, ମୋ ବୁନିଆଦି, ମୋ ବଂଶ କଣ ଆପଣଙ୍କୁ ଅଜଣା ଅଛି? ସବୁ ଜଣା ଅଛି। ମୁଁ ଏଇ ଅଞ୍ଚଳରେ ବଢିଛି, ଏଇ ମଇଁଷି ଗୋଟରୁ କ୍ଷୀର ନେଇଛି, ଏଇଠି କ୍ଷୀରି ଖାଇଛି, ଫୁଲର ସ୍କୁଲରେ ପାଠ ପଢିଛି। ଆପଣମାନେ କଣ ଜାଣିନାହାନ୍ତି? 1970 ମସିହାରେ ମୁଁ ଘର ଛାଡ଼ିଲି। ଆଉ ଘର ଛାଡ଼ିକି କଣ ବାହାରେ ରହିଲି? ପୁଣି ଆଉ ଗୋଟେ ଘର କଲି। କିନ୍ତୁ ସଜ୍ଜନ, ମୋ ପରିବାର ଏଇଠି, ଏଇ ଅଞ୍ଚଳ, ଏଇ ମୋର ଇଷ୍ଟ ଦେବ, ଏଇଠି ମୋର ଶାରଦା ଠାକୁରାଣୀ, ଏଇଠି ମହାଦେବ ଅଛନ୍ତି, ଏଇଠି ମୁଁ ବାଣୀ ପାଇଥିଲି। ତେଣୁ ସଜ୍ଜନ, ଆପଣ ମାନେ ମହାନ। କାରଣ 3 ଦିନ ଧରି ଇଏ ସତସଙ୍ଗ ଉତ୍ସବ, ମୁଁ କଣ ନାଚ କରୁଛି ନା ଅପେରା କରୁଛି? ଅପେରା କରିଥିଲି, ଜୀବନର ଗୋଟେ ବଡ ଭୁଲ ସେଇଟା। ସେ ଅଭିନେତା ଅଭିନେତ୍ରୀ ମାନଙ୍କୁ ଟିକେ ଭଲ ମଣିଷ କରିବା ପାଇଁ ଆମେ କରିକି ଫେଲ ହେଇଗଲୁ। ଆଉ ଏତେ ତା ନାଁ ଧରିବାକୁ ଆଉ ଇଚ୍ଛା ନାହିଁ। ଆଚ୍ଛା, ହଉ, ସେ ଯାହା ହେଇଗଲା ହେଇଗଲା। ଆଉ ତେଣୁ ଆପଣ ମାନେ ସବୁ ଜାଣିକିରି ମଧ୍ୟ ଇଏ ବଳିଆ କଥା ବିପଦ ଶୁଣିବା ପାଇଁ ପ୍ରସାଦ ପାଇଛନ୍ତି। ପ୍ରସାଦ ପାଇବା ପାଇଁ ଏଠିକି କେହି ଆସୁନି। କଥା ଶୁଣିବେ, ଗଲାବେଳେ ପ୍ରସାଦ ଟିକେ ପାଇବେ। ଯଦି ପ୍ରସାଦ ନଦେବେ, କଣ ଆପଣଙ୍କୁ କିଏ ମାଡ଼ଗୋଳ କରିବ? ତା ବି। ତେଣୁ ମୋ ନାମ ଶ୍ରବଣ କୀର୍ତ୍ତନେ ଶ୍ରଦ୍ଧା ଉପୁଜେ ଯାର ମନେ।
ବଳିଆ ଆସିଥିଲା ଆଉ କେବେ ଆସିବ କି ନାଇଁ ମୁଁ କହିପାରିବିନି। ଇଏ ଗାଁର ଯୁବକ ମାନଙ୍କର ମାନେ ଉତ୍ସାହ, ଇଏ ଗ୍ରାମ ଇଏ ଅଞ୍ଚଳର ସମସ୍ତେ ତ ଶାଳ ଗ୍ରାମ କାହା ନାଁ ଧରି କହିବି। ତେଣୁ ଇଏ କ୍ଷେତ୍ରଟିକୁ ଆପଣ ମାନେ ଗଢିବେ, ଏମିତି ମଝିରେ ମଝିରେ ଭଲ ଭଲ କାର୍ଯ୍ୟ କରୁଥିବେ। ବଳିଆ ନ ଆସିବ ଆଉ ବଳିଆର ପିଲାମାନେ କିଏ ଆସିବେ? ଇଏ ବଂଶୀ ବାଜୁଥାଉ, ଇଏ ବଂଶୀ ମୁଙ୍କାରରେ ପରିଣତ, ଇଏ ବଂଶୀ କି ମୁରଲି କରିଦେବା। ଠାକୁର ଅଭିରାମ କହିଲେ ମନମୋହନ ମୂରତି ଜୟ ସତ୍ୟନାରାୟଣ ବନଜ ନୟନ ସନ୍ଧ୍ୟା ଆରତୀରେ କିଶୋର। ଆଚ୍ଛା, ଏଠି ମୁରଲି ବାଜିବ। ମୁରଲି କଣ ବାଜିବ? ମୁଁ କାର, ମୁଁ କିଏ?